କାଞ୍ଚନର ବଡ଼ ଭାଇ ଶାଗ ଖାଉ ଖାଉ ପଚାରିଲା, ଆଜି ଶାଗ କିଏ କରିଛି କି? ଭାରି ସୁଆଦିଆ ହେଇଛି ତ। ତାପରେ ଭାଉଜ କହିଲେ, ଶାଗ କାଞ୍ଚନ କରିଛି। ଆଜି ଶାଗ କାଟୁ କାଟୁ ତା ଆଙ୍ଗୁଠି ଟିକିଏ କଟିଗଲା। ସେ ତା ହାତର ଲହୁକୁ ସେଇ ଶାଗରେ ମିଶେଇ ଦେଇଥିଲା। ସେଇଥିପାଇଁ ବୋଧେ ଶାଗ ଏତେ ସୁଆଦିଆ ଲାଗୁଛି। ଏକଥା କାଞ୍ଚନର ବଡ଼ ଭାଇ ଶୁଣିଲା ଆଉ ମନେ ମନେ ଭାବିଲା, ଆଚ୍ଛା, ଯଦି କାଞ୍ଚନର ଟିକିଏ ଲହୁ ଶାଗରେ ମିଶିଲାରୁ ଏତେ ସୁଆଦ ଲାଗୁଛି, ତାହେଲେ କାଞ୍ଚନର ମାଉଁସ କେତେ ସୁଆଦିଆ ହେଇନଥିବ। ଆଜି ଯେଉଁ କାହାଣୀ କହିବାକୁ ଯାଉଛି, ସେ ହେଉଛି ଓଡ଼ିଶାର ବହୁ ପୁରାତନ ଓ ଲୋକପ୍ରିୟ କାହାଣୀ, ଯାହାର ନାଁ ହେଉଛି କାଞ୍ଚନ ଫୁଲ କଥା। ଗୋଟିଏ ଗାଁରେ କାଞ୍ଚନ ବୋଲି ଝିଅଟିଏ ଥିଲା। ସେ ତିନି ଭାଇରେ ଏକମାତ୍ର ଗେଲବସରର ଭଉଣୀ। ବାହାଘରର ବୟସ ହେଇଯାଇଥିବାରୁ ଭାଇମାନେ କାଞ୍ଚନକୁ ଗୋଟିଏ ଭଲ ପ୍ରସ୍ତାବ ଦେଖି ବିବାହ ଦେଲେ। ବର ଯେମିତି ଘର ବି ସେମିତି। ତେଣୁ କାଞ୍ଚନ ଭାରି ଖୁସି ଥିଲା। ବାପ ଘରେ ବାପା ବୋଉଙ୍କ ବଦଳରେ ଶାଶୁ ଘରେ ଶାଶୁ ଶ୍ୱଶୁର। ସେମାନେ କାଞ୍ଚନକୁ ନିଜ ଝିଅ ପରି ସ୍ନେହ କରୁଥିଲେ। ସବୁ ଭଲମନ୍ଦରେ କାଞ୍ଚନ ସହ ଛିଡ଼ା ହେଉଥିଲେ। ଏମିତି କାଞ୍ଚନର ବୈବାହିକ ଜୀବନ ବେଶ୍ ଖୁସିରେ କଟୁଥିଲା। ଥରେ କାଞ୍ଚନ ତା ବାପ ଘରକୁ ବୁଲି ଆସିଥାଏ ଆଉ ରୋଷେଇ ଘରେ ବସି ଶାଗ କାଟୁଥାଏ। ଶାଗ କାଟୁ କାଟୁ ହଠାତ୍ ପନିକିରେ ତା ଆଙ୍ଗୁଠି ଟିକେ କଟିଗଲା। ହେଲେ କାଞ୍ଚନ ସେ ଲହୁକୁ ନ ଧୋଇ ଶାଗରେ ମିଶେଇ ଦେଲା। ଯୋଗକୁ ସେଦିନ ଶାଗ ଭାରି ବଢ଼ିଆ ହେଇଥିଲା। କାଞ୍ଚନର ବଡ଼ ଭାଇ ଶାଗ ଖାଉ ଖାଉ ପଚାରିଲା, ଆଜି ଶାଗ କିଏ କରିଛି କି? ଭାରି ସୁଆଦିଆ ହେଇଛି ତ। ତାପରେ ଭାଉଜ କହିଲେ, ଶାଗ କାଞ୍ଚନ କରିଛି। ଆଜି ଶାଗ କାଟୁ କାଟୁ ତା ଆଙ୍ଗୁଠି ଟିକିଏ କଟିଗଲା। ସେ ତା ହାତର ଲହୁକୁ ସେଇ ଶାଗରେ ମିଶେଇ ଦେଇଥିଲା। ସେଇଥିପାଇଁ ବୋଧେ ଶାଗ ଏତେ ସୁଆଦିଆ ଲାଗୁଛି। ଏକଥା କାଞ୍ଚନର ବଡ଼ ଭାଇ ଶୁଣିଲା ଆଉ ମନେ ମନେ ଭାବିଲା, ଆଚ୍ଛା, ଯଦି କାଞ୍ଚନର ଟିକିଏ ଲହୁ ଶାଗରେ ମିଶିଲାରୁ ଏତେ ସୁଆଦ ଲାଗୁଛି, ତାହେଲେ କାଞ୍ଚନର ମାଉଁସ କେତେ ସୁଆଦିଆ ହେଇନଥିବ। ହେଲେ ସେ ତା ମନ କଥା ମନରେ ରଖିଲା। ଠିକ୍ ଏଇ କଥାର 2 ଦିନ ପରେ କାଞ୍ଚନ ଶାଶୁଘରୁ ଖବର ଆସିଲା କି ତା ଶ୍ୱଶୁର ଦେହ ଖରାପ। ତେଣୁ କାଞ୍ଚନକୁ ତା ଶାଶୁଘରକୁ ଯିବାକୁ ହବ। ଏଣୁ ବାର ଧାର୍ଯ୍ୟ ହେଲା। ପରଦିନ ସକାଳୁ କାଞ୍ଚନର ବଡ଼ ଭାଇ ତାକୁ ନେଇ ତା ଶାଶୁଘରେ ଛାଡ଼ି ଦେଇ ଆସିବ। କାଞ୍ଚନ ବାହାଘର ପରେ ପ୍ରଥମ ଥର ପାଇଁ ତା ବାପ ଘରକୁ ଆସିଥିଲା। ତେଣୁ ଯେତେବେଳେ ଶାଶୁଘରକୁ ଯିବ, ବାପଘର ଲୋକେ ତା ପାଇଁ ଭାରଥର ତିଆରି କଲେ। ଠିକ୍ ତା ପରଦିନ ସକାଳୁ କାଞ୍ଚନ ତା ବାପ ଘରୁ ବିଦାୟ ନେଲା। ବଡ଼ ଭାଇ କାଞ୍ଚନକୁ ନେଇ ତା ଶାଶୁଘର ଗାଁ ଆଡ଼କୁ ଚାଲିଲା। ଏମିତି ଯାଉ ଯାଉ ବାଟରେ ପଡ଼ିଲା ଗୋଟେ ଘଞ୍ଚ ଜଙ୍ଗଲ। ସୁନସାନ ଜଙ୍ଗଲିଆ ରାସ୍ତାକୁ ଏପଟେ ବଡ଼ ଭାଇ ମନରେ କାଞ୍ଚନର ମାଉଁସ ଖାଇବାର ଇଚ୍ଛା। ଠିକ୍ ଜଙ୍ଗଲ ମଝିଆମଝି ହେଇଛନ୍ତି। ହଠାତ୍ ବଡ଼ ଭାଇ ଗୋଟିଏ ଧାରୁଆ ଅସ୍ତ୍ରରେ କାଞ୍ଚନକୁ ଆଘାତ କଲା। ସେ ଭୁଲି ଯାଇଥିଲା ତା ମଣିଷ ପଣିଆ। ଏମିତି ବାର ବାର ଆକ୍ରମଣରେ କାଞ୍ଚନ ସେଇଠି ଟଳି ପଡ଼ିଲା। ତାପରେ କାଞ୍ଚନକୁ କାଟି ତାର କିଛି ମାଂସ ଘର ପାଇଁ ରଖିଲା ଆଉ ବାକିତକ
ଗୋଟିଏ ଗାତ କରି ସେଇଠି ପୋତି ଦେଇ ଘରକୁ ଫେରି ଆସିଲା। କାଞ୍ଚନର ଶାଶୁଘର କଥା ଘରେ ପଚରାଉଚରା କଲେ। ବଡ଼ ଭାଇ ଏଣୁତେଣୁ ମିଛ ସତ କହି ସବୁ ଠିକ୍ଠାକ୍ ବୋଲି ଜଣେଇଲା। ତାପରେ କାଞ୍ଚନ ମାଂସକୁ ସେ ତା ସ୍ତ୍ରୀ ହାତକୁ ବଢ଼େଇ ଦେଇ କହିଲା, ଫେରିବା ବେଳେ କିଛି ମିରିଗ ମାଂସ ନେଇକି ଆସିଛି, ନିଅ ଆକୁ ଭଲ କି ବାଟଣ ଦେଇ ରୋଷେଇ କର। ଏକଥା କହି ସେ ଗାଧେଇବାକୁ ଚାଲିଗଲା। ଏପଟେ କାଞ୍ଚନର ଭାଉଜ କେମିତି ଜାଣିବ ଯେ କାଞ୍ଚନର ମାଂସ ବୋଲି? ସେ ବି ମିରିଗ ମାଂସ ଭାବି କାଞ୍ଚନର ମାଂସକୁ ଭଲ ଭାବରେ ରୋଷେଇ କଲା। ସେଦିନ ବଡ଼ ଭାଇ କାଞ୍ଚନର ମାଂସ ଖାଇ ଭାରି ଖୁସି। ଏମିତି କଥା ମାସେ ଉପରେ ବିତିଗଲା। ସେପଟେ ବୋହୂ ଘରକୁ ଆସୁନି ବୋଲି କାଞ୍ଚନର ଶ୍ୱଶୁର ବଡ଼ ଚିନ୍ତାରେ ପଡ଼ିଲେ। କ'ଣ ମୋ ବୋହୂର ଦେହ କିଛି ଖରାପ ଅଛି? ନା ସେ ତା ଶ୍ୱଶୁର ଦେହ ଖରାପ ବୋଲି ଖବର ପାଇନି? ଏକଥା ଭାବି କାଞ୍ଚନର ଶ୍ୱଶୁର ଓ ତା ସାନ ଶ୍ୱଶୁର ଦୁହେଁ ମିଶି କାଞ୍ଚନର ବାପଘର ଆଡ଼େ ବାହାରିଲେ। ଠିକ୍ ବାଟରେ ପଡ଼ିଲା ସେଇ ଘଞ୍ଚ ଜଙ୍ଗଲ। ଭାରି ଖାଁ ଖାଁ ଲାଗୁଥିଲା ସେ ଜାଗା, ସତେ ଯେମିତି କେହି ଗୋଡ଼େଇ ଆଣିଲା ପରି। ହଠାତ୍ ଝଟକାଏ ପବନ ଆସି ଚାଲିଗଲା, ଆଉ ସେଇ ପବନରେ ଭାସି ଆସିଲା ସୁମଧୁର କାଞ୍ଚନ ଫୁଲର ବାସ୍ନା। ଆଖି ଆପେ ଆପେ ଚାଲିଗଲା ସେଇ କାଞ୍ଚନ ଗଛ ଉପରକୁ, ଯୋଉଠି କାଞ୍ଚନର ବଡ଼ ଭାଇ କାଞ୍ଚନକୁ ମାରି ପୋତି ଦେଇଥିଲା। ହଁ, ସେଇ କାଞ୍ଚନର ମଲା ଦେହରୁ ଏଇ କାଞ୍ଚନ ଗଛର ସୃଷ୍ଟି। ଦୁହେଁ କିଛି ସମୟ ପାଇଁ ସେଇଠି ରହିଗଲେ। ଏତେ ସୁନ୍ଦର ଫୁଲ ଦେଖି ସାନ ଶ୍ୱଶୁର ସେଇ ଫୁଲରୁ ଯୋଡ଼େ ତୋଳିବାକୁ ମନ କଲେ। ଯେମିତି ଗଛ ପାଖକୁ ଯାଇ ଫୁଲ ତୋଳିବାକୁ ହାତ ବଢ଼େଇଛନ୍ତି, ହଠାତ୍ ଗଛଟି ବାହୁନି ବାହୁନି କାନ୍ଦି କାନ୍ଦି କହିଲା, ଥିରି ଥିରି ଫୁଲ ତୋଳ ହେ କକେଇ, ଗଛରୁ ପତର ଝରିବ, ଦଗା ଦିଆ ଭାଇ ଦଗା ଦେଲା ମତେ, ଶୁଣିଲେ କି ଛାତି ସହିବ। ଏକଥା ଶୁଣି ସାନ ଶ୍ୱଶୁର ଆଶ୍ଚର୍ଯ୍ୟ ହେଇଗଲେ। କ'ଣ ହେଲା? ଗଛ ଗୀତ ଗାଉଛି? ସେ ତାଙ୍କ ବଡ଼ ଭାଇକୁ କହିଲେ, ଏ ଗଛରୁ ଥରେ ଫୁଲ ତୋଳି ଦେଖ, ଏ ଗଛ କ'ଣ କହୁଛି ଶୁଣିବ। ତାପରେ କାଞ୍ଚନର ଶ୍ୱଶୁର ଗଛ ପାଖକୁ ଯାଇ ଫୁଲକୁ ହାତ ବଢ଼ାନ୍ତେ ଗଛଟି ପୁଣି ଥରେ ଗାଇଲା, ଥିରି ଥିରି ଫୁଲ ତୋଳ ବାପା ମୋର, ଗଛରୁ ପତର ଝରିବ, ଦଗା ଦିଆ ଭାଇ ଦଗା ଦେଲା ମତେ, ଶୁଣିଲେ କି ଛାତି ସହିବ। ସେମାନେ ଏକଥାର ରହସ୍ୟ କିଛି ବୁଝିପାରିଲେନି। ତଥାପି ଫୁଲତୋଳା ଛାଡ଼ି କାଞ୍ଚନର ଘରକୁ ଆସିଲେ, ଆଉ କାଞ୍ଚନକୁ ଖୋଜିଲେ। ହେଲେ ବାପଘର ଲୋକେ କହିଲେ, ସେ ତ କେବେଠୁ ତମ ଘରକୁ ଗଲାଣି, ତା ବଡ଼ ଭାଇ ପରା ତମ ଘରକୁ ଛାଡ଼ିବାକୁ ନେଇଥିଲା। ହେଲେ କାଞ୍ଚନ ନା ଶାଶୁ ଘରେ ନା ବାପ ଘରେ। ତେବେ କାଞ୍ଚନ କୁଆଡ଼େ ଗଲା ବୋଲି ବଡ଼ ଭାଇକୁ ପଚାରିବାରୁ ବଡ଼ ଭାଇ କହିଲା ଯେ ସେ ତାକୁ ତା ଶାଶୁଘର ଗାଁ ମୁଣ୍ଡରେ ଛାଡ଼ିକି ଆସିଛି, ଆଉ ତାପରେ ସେ କିଛି ଜାଣିନି। ବଡ଼ ଭାଇ ପାଖରୁ ଏକଥା ଶୁଣି କାଞ୍ଚନର ଶ୍ୱଶୁର ମନରେ ଭାରି ସନ୍ଦେହ ହେଲା। ସେ ଜଙ୍ଗଲରୁ ଶୁଣି ଆସିଥିବା କାଞ୍ଚନ ଗଛର କାନ୍ଦଣା ତା ବାପଘର ଲୋକଙ୍କୁ କହିଲେ, ଆଉ ତାପରେ ସମସ୍ତଙ୍କୁ ସେଇଠିକି ଡାକିନେଲେ। ସେଠି ପହଞ୍ଚି ଜଣ ଜଣ କରି ସେଇ କାଞ୍ଚନ ଗଛ ପାଖକୁ ଫୁଲ ତୋଳିବାକୁ ଗଲେ। କାଞ୍ଚନର ଯିଏ ଯୋଉ ସମ୍ପର୍କ ହବ ସେଇ ନାଁ ଧରି ଗଛଟି କାନ୍ଦଣା ଗୀତ ଗାଇବାକୁ ଲାଗିଲା। ଶେଷରେ ବଡ଼ ଭାଇ ଫୁଲ ତୋଳିବାକୁ ହାତ ବଢ଼ାନ୍ତେ କାଞ୍ଚନ ଗଛଟି ଗୀତ ଗାଇଲା, ଥିରି ଥିରି ଫୁଲ ତୋଳ ବଡ଼ ଭାଇ, ଗଛରୁ ପତର ଝରିବ,
ଏଡ଼େ ନିରିଦୟ କେମିତି ହେଲ ହେ ଆଉ କି କାଞ୍ଚନ ଫେରିବ। ଏବେ ବଡ଼ ଭାଇ ପାଖରେ ଲୁଚେଇବାକୁ ଆଉ କିଛି ବାଟ ନଥାଏ, କାରଣ କାଞ୍ଚନ ତା ଗୀତ ମାଧ୍ୟମରେ ସବୁ କଥା କହିଦେଇଛି। ଶେଷରେ ବଡ଼ ଭାଇ ସେଦିନର ଘଟଣା ସବୁ ସତ ସତ ମାନିଗଲା। ହେଲେ ଏବେ ଆଉ କ'ଣ କରାଯାଇପାରିବ? ଆଉ କ'ଣ କାଞ୍ଚନ ଫେରିଆସିବ? ଠିକ୍ ସେଇ ସମୟରେ ଆକାଶରେ ଈଶ୍ୱର ପାର୍ବତୀ ଉଡ଼ି ଯାଉଥିଲେ। ଘଞ୍ଚ ଜଙ୍ଗଲରେ ଲୋକଙ୍କର କାନ୍ଦଣା ଶୁଣି ସେ ତଳକୁ ଓହ୍ଲେଇ ଆସିଲେ। ଆଉ କାଞ୍ଚନ ଗଛକୁ ଦେଖି ସେ ସବୁ କଥା ବୁଝିଗଲେ। ଈଶ୍ୱର ପାର୍ବତୀ ଏମାନଙ୍କର ଦୁଃଖ ସହି ନ ପାରି ଅମୃତ ସଞ୍ଜୀବନୀ ପାଣି କାଞ୍ଚନ ଗଛ ଉପରେ ଛିଞ୍ଚିଦେଲେ। ସଙ୍ଗେ ସଙ୍ଗେ କାଞ୍ଚନ ଗଛ ପୂର୍ବ କାଞ୍ଚନର ରୂପ ନେଲା। ଏବେ କାଞ୍ଚନ ଗୋଟିଏ ନୂଆ ଜୀବନ ପାଇଲା। ଆଉ ତାପରେ ସେ ତା ବାପ ଘରକୁ ନ ଯାଇ ତା ଶ୍ୱଶୁର ସହ ଶାଶୁ ଘରକୁ ଚାଲିଗଲା।